ଆମର ଆଜି ପାଗଳାଇ ବାବାଟି ମେନ୍ ପୂଜାରୀ ଯିଏ ଅଛନ୍ତି ପାଗଳାଇ ପୁଟଳ ଘାଣ୍ଟ ପାଇଁ କାଟୁଛନ୍ତି। ପାଗଳାଇ ଜୟ ଶିବ। ଆମର ଏତେ କାଲି ହରିଆଟ ଅଛି ସେଥିପାଇଁ ଏତେ ଢେର ସାରା ପରିବା ଏଠି କାଟି କେତେବେଳେ ସାରିବୁ। ଏଇ ତ ମାଇଦ୍ରାରେ ଟୋଲି ଆଇଲାଣି ଛାଡ଼ିଦିଅ ପଡ଼େଇ ଯାଅ। ପାଗଳାଇ ଜୟ ଶିବ। ଏଟା କି ତ କାନିକା ବସିଲା ସବୁ ହେଡ ମିସ୍ତ୍ରୀ ଏଠି। ପାଣି ଯିଏ ବୋହୁଛନ୍ତି ସିଏ କିଏ? ପ୍ରାୟତଃ ବହୁତ ସାରା ଲୋକ କାର୍ତ୍ତିକ ମାସ ପୂର୍ଣ୍ଣମୀରୁ ପୂର୍ଣ୍ଣମୀ ମାନିଥାନ୍ତି, କାହିଁକିନା ପୂର୍ଣ୍ଣମୀ ପ୍ରଥମେ ପଡ଼ିଥାଏ, ତାପରେ 15 ଦିନ ପରେ ସଂକ୍ରାନ୍ତି ପଡ଼ିଥାଏ। କିନ୍ତୁ ଆମ ମନ୍ଦିରରେ ଆମେ ସଂକ୍ରାନ୍ତି ଯେଉଁଟା ଖଡ଼ାମଡ଼ା ସଂକ୍ରାନ୍ତି ସେବେଠୁ ଆମେ ମାନିଥାଉ। ତ ଯେହେତୁ କାଲି କାର୍ତ୍ତିକେଶ୍ୱର ପୂଜା ଅଛି ତ ଆମର ସଂକ୍ରାନ୍ତି ବି ଅଛି, ତ ସେଥିପାଇଁ ଆମେ କାଲି ଯେଉଁ କାର୍ତ୍ତିକ ମାସ ଆମେ ବ୍ରତ କରିଥିଲୁ ତ କାଲି ଆମେ ବଢ଼େଇବୁ। ତ ସେଥିପାଇଁ ଆମର ପ୍ରତ୍ୟେକ ବର୍ଷ ଯେତେବେଳେ କାର୍ତ୍ତିକ ମାସ ଧରେ ତ ସେତେ ଆମେ ହରିଆଟ କରିଥାଉ। ତ ସମସ୍ତେ ଆମେ ରାତିରେ ପରିବା କାଟିଥିଲୁ, ବହୁତ ସାରା ପରିବା ଥିଲା, ଆମେ କାଟି ପାରିନଥିଲୁ। ତାପର ଦିନ ସକାଳୁ କାଟିଥିଲୁ, ତାପରେ ସକାଳୁ ଆସି ଜାପାନୀ ମାଇଦରାଇ ସମସ୍ତେ ସେଠି ସବୁ ରେଡ଼ି କଲେଣି। ଖାଦ୍ୟ ବି ଦେଖନ୍ତୁ ପ୍ରାୟତଃ ସବୁ ରେଡ଼ି ହେଇଗଲାଣି। ଆମେ ସମସ୍ତେ ଯାଇକି କାମ ସାରିକି ଘର ଗାଧୁଆ ପାଧୁଆ ସାରିକି ଫ୍ରେଶ୍ ସାରିକି ଆସିକି ସକାଳୁ ଆମେ କୀର୍ତ୍ତନ ଆରମ୍ଭ କରିଥିଲୁ। କୀର୍ତ୍ତନ ସରିଲା ପରେ ପୁଣି ଘରକୁ ଯାଇକି ସବୁ କାମ ସାରିକି ସେ ତାଙ୍କର ରୋଷେଇ କରୁଥିଲେ। ତାପରେ ଆମେ ଆସିକି ପହଞ୍ଚିଥିଲୁ ଡାଇରେକ୍ଟ ଯେଉଁଠି ଆମର ହରିଆଟ ହେଉଛି। ମୁଁ ଟିକେ ପହଞ୍ଚିବାରେ ଲେଟ୍ କରିଥିଲି କାହିଁକିନା ଆମର ବହୁତ ସାରା କିଛି କାମ ଥିଲା। ଆଉ ଏତେ ଯେ ଲୋକ ଥିଲେ ବାକି 2 ଘଣ୍ଟା କାଳ ଆମେ ନିଶ୍ୱାସ ନେଇପାରିନଥିଲୁ, ଟିକେ ହଲି ପାରିନଥିଲୁ, ଏତେ ଲୋକ ଥିଲେ। ପୁରା ମାନେ ଆମ ଘର ପାଖାପାଖି ଲୋକ ପହଞ୍ଚି ଯାଇଥିଲେ ଲାଇନ୍ ଧରିକି। ଦେଖନ୍ତୁ ଭିଡ଼ ବହୁତ ଥିଲା। ସେଇ 2 ଘଣ୍ଟା ଆମକୁ ଭାରି ମାନେ ବହୁତ ଜାମ୍, ଏତେ ଜାମ୍ ଥିଲା ଯେ ଆମେ ଲୋକମାନଙ୍କୁ ଦେଇପାରିନଥିଲୁ। ସେଥିରେ ଲୋକ ଅଶାନ୍ତି ବି ହେଉଥିଲେ। ତାପରେ ଆମେ ସବୁ ହରିଆଟ କାମ ସାରିକି ଆମେ ସନ୍ଧ୍ୟାବେଳେ ବବୁଲ ଛାୟାର ଆଜି ଶନିଶ୍ଚର ମେଳା ଥିଲା ତ ଆମେ ସେଠିକି ସବୁ ଯାଇଥିଲୁ। ସେଠିକି ଗଲା ପରେ ଆମେ ଫାଷ୍ଟ ପୂଜା ଦେଖିଥିଲୁ, ହୋମ ବି ଅଲରେଡ଼ି ଚାଲିଥିଲା, କୀର୍ତ୍ତନ ବି ଏଠି ଚାଲିଥିଲା। ଏଇ କୁନି ଝିଅ ଦୁଇଟା ବହୁତ ସୁନ୍ଦର ଗାଉଛନ୍ତି, ବାକି ମୁଁ ଭଏସ୍ ଦେଇନଥିଲି କୁଆଡ଼େ କପିରାଇଟ୍ ପଡ଼ିଯିବ, ତ ସେଥିପାଇଁ ମୁଁ ସ୍ପିକର ଦେଇନଥିଲି। ତାପରେ ଆମେ ଆସିଥିଲୁ ଏଠି ଖାଇବା ପାଖକୁ, ଯେହେତୁ ଆମର ଭାଇ ତ ଆମେ କହିଥିଲୁ ତାକୁ ଆମେ ନିଜେ ସମସ୍ତେ ଦେଇଦେବୁ। ତ ଏଠି ମୁଁ ନିଜେ ନନା ଆମେ 2 ଜଣ ପ୍ରଥମେ ଅଛୁ, ତପନାଇ ସମସ୍ତେ ଆମେ ଦେଉଛୁ। ତାପରେ ପପୁଲୁ ସନୁ ଏକା ଆସୁଛନ୍ତି, ସେମାନେ ବି ମନ୍ଦିର କାମ ସାରିକି ଆସୁଛନ୍ତି। ଏଠି ବି ସନ୍ଧ୍ୟାରେ ବହୁତ ଭିଡ଼ ହେଇଯାଇଥିଲା। ତ ଆମେ ନନା ମୁଁ ଟିକେ କଷ୍ଟ ହେଇଥିଲା କାହିଁକିନା 4-5ଟା ଆଇଟମ୍ ବୁଲୁଆ ଦେଖନ୍ତୁ କେମିତି ଠାରୁଛି ମିଠା ଖାଇବା ପାଇଁ, ମାନେ ମିଠା ଖାଇବ ବୋଲି ସେ କେମିତି ଠାରୁଛି କହୁନି, କ୍ୟାମେରାର କୁଆଡ଼େ ଶୁଣି ନେବେ ତ ସେଥିପାଇଁ ସେ କିଛି କହୁନାହିଁ। ତ କିନ୍ତୁ ଦେଖନ୍ତୁ ତାର କେମିତି ଖାଲି ଠାରୁଛି, ମୋତେ ମିଠା ଦିଅ, ମୋତେ ପାଇସ୍ ଦିଅ, ଆଉ ଲୁଚେଇକି ନେଇଛି। ସେଠାରେ 3ଟା ମିଠା ଅଛି। ତାପରେ ନନା ପପୁଲୁ କାଳୁ ସନୁ ସମସ୍ତେ ପଳେଇ ଆସିଲେ। ତ ମୁଁ ଏଠି ବାହାରକୁ ପଳେଇଗଲି କାହିଁକିନା ମୋତେ ବି ଜୋର ଭୋକ ଲାଗିଲାଣି।